ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ଆଜିର ଏହି ଭିଡିଓରେ ଆମେ ଡିଟେଲ୍ସରେ ଆଲୋଚନା କରିବା ଯେ 6 ମନ୍ଥର ଯେଉଁ ବ୍ରିଜ୍ କୋର୍ସ ରହୁଛି ବିଏଡ୍ ପିଲାମାନଙ୍କ ପାଇଁ, ଯେଉଁମାନେ ପ୍ରାଇମେରୀ ସ୍କୁଲରେ ସର୍ଭିସ୍ କରିବାକୁ ବା ସର୍ଭିସ୍ ଦେବାକୁ ଚାହୁଁଛନ୍ତି, ତା ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ସେଥିପାଇଁ ଦେଖନ୍ତୁ ଆମର NIOS ତରଫରୁ 6 ମନ୍ଥର ସାର୍ଟିଫିକେଟ୍ କୋର୍ସ ପାଇଁ ଆମର କ'ଣ ହେଇଛି ନା 25/11/2025ରେ ଆମର ନୋଟିଫିକେସନଟି ଆସିଯାଇଛି। এই ନୋଟିଫିକେସନ ଆଧାରରେ କ'ଣ କ'ଣ ତାର କ୍ରାଇଟେରିଆ ରହିବ, କେବେଠାରୁ ଆପଣ ଆଡମିସନ କରିବେ, ତାର ପଇସା କେତେ ରହିବ, ଡିଟେଲ୍ସରେ ମୁଁ ଏହି ଭିଡିଓରେ ଆପଣଙ୍କ ସହିତ ଆଲୋଚନା କରିବି। ଦେଖନ୍ତୁ, ଅନରେବୁଲ ସୁପ୍ରିମକୋର୍ଟଙ୍କର ଯେଉଁ ଜଜମେଣ୍ଟ ଆସିଥିଲା ଆମର 8/4/24 ଅନୁସାରେ, ସେଇ ଅନୁସାରେ ବା ସେଇ ଜଜମେଣ୍ଟକୁ ଆଧାର କରିକି ଆମର ଗଭର୍ଣ୍ଣମେଣ୍ଟ କ'ଣ କଲେ ନା, ଯେଉଁମାନେ ବିଏଡ୍ କରିକି ପ୍ରାଇମେରୀ ସ୍କୁଲରେ ଜବ୍ ବା ସର୍ଭିସ୍ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ এই ବ୍ୟବସ୍ଥାଟି କରିଥିଲେ, ଯେଉଁଥିପାଇଁ ଆମକୁ 6 ମନ୍ଥର ଗୋଟିଏ ବ୍ରିଜ୍ କୋର୍ସ କରିବାକୁ ପଡ଼ିବ, ଯାହାର ଦାୟିତ୍ୱ ସେମାନେ NIOS କୁ ଦେଇଛନ୍ତି ବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଓପନ୍ ସ୍କୁଲିଂ। ଏ ପ୍ରୋଗ୍ରାମଟି ଟୋଟାଲି ଡିଷ୍ଟାନ୍ସ ଲର୍ଣ୍ଣିଂ ରହିବ ବା ODL ମୋଡରେ ରହୁଛି, ଓପନ୍ ଆଣ୍ଡ ଡିଷ୍ଟାନ୍ସ ଲର୍ଣ୍ଣିଂ। ତାମାନେ ଆପଣଙ୍କୁ କ୍ଲାସ କରି ଯିବାକୁ ପଡ଼ିବ ନାହିଁ, ଆପଣ ଘରେ ରହିକି କୋର୍ସଟିକୁ କରିବେ। ଆଉ ଗୋଟେ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ମୁଁ ଏଠି କହିବାକୁ ଚାହୁଁଛି ଯେ କୋର୍ସଟି କୋଉମାନେ କରିବେ। ଦେଖନ୍ତୁ, କୋର୍ସଟି ରହୁଛି ଆମର ଯେଉଁ 28/6/2018 ଏବଂ 11/8/2023 ମଧ୍ୟରେ ଯେଉଁମାନେ ଆମର କ'ଣ କରିଛନ୍ତି ବା ଯେଉଁମାନଙ୍କର ନୋଟିଫିକେସନ ଆସିଛି ଏବଂ ଯେଉଁମାନେ ଏଇ ପିରିୟଡ଼ ମଧ୍ୟରେ ଆମର ଜଏନ୍ କରିଛନ୍ତି ପ୍ରାଇମେରୀ ସ୍କୁଲରେ, ସେହିମାନେ ହିଁ ଏଇ କୋର୍ସଟିକୁ କରିବେ। ଆଉ ଥରେ କହିଦେଉଛି, 28/6/2018 ପରଠାରୁ 11/8/2023 ମଧ୍ୟରେ ଯାହାର ନୋଟିଫିକେସନ ଆସିଛି, ମନେ ରଖନ୍ତୁ ଏଟା ଜଏନିଂ ନୁହେଁ, ନୋଟିଫିକେସନ ଆସିଛି, ଯାହାର ତାମାନେ ସେଇମାନେ ହିଁ ଏ କୋର୍ସଟିକୁ କରିବେ। ମୋ ପାଖରେ ଯେତିକି ଖବର ଅଛି, ପ୍ରାୟତଃ BO ଅଫିସ ମାନଙ୍କରୁ DO ଅଫିସ ମାନଙ୍କରୁ ସବୁ ଲେଟର ଗୁଡ଼ିକ ଆସି ସାରିଲାଣି ଯେ ବ୍ରିଜ୍ କୋର୍ସରେ ଆପଣମାନେ ସବୁ ଏନରୋଲ ହୁଅନ୍ତୁ ବୋଲି। ଆପଣଙ୍କର ଯଦି ଏଇ ଭିତରେ ଅଛି, ଆପଣ ସମସ୍ତେ କ'ଣ କରନ୍ତୁ ନା ଆଡମିସନ କରିନିଅନ୍ତୁ। ଆଡମିସନର ଡେଟ୍ ରହୁଛି, ଦେଖନ୍ତୁ, ରେଜିଷ୍ଟ୍ରେସନ କରିବା ପାଇଁ ଆମର NIOS ତା ଫାଉଣ୍ଡେସନ ଡେ, ଯୋଉଟାକି ଆମର 23 ନଭେମ୍ବରରେ ଏଟାକୁ ଲଞ୍ଚ କରିଛନ୍ତି। ତାର ଡେଟ୍ ହଉଛି, ଦେଖନ୍ତୁ, ରେଜିଷ୍ଟ୍ରେସନ ପାଇଁ 24 ନଭେମ୍ବର 2025 ରୁ 25 ଡିସେମ୍ବର 2025 ଭିତରେ ଆପଣ ଏଟାକୁ ଆଡମିସନ କରିବେ। ତା ସହିତ ଦେଖନ୍ତୁ, ଆପଣଙ୍କୁ ରେଜିଷ୍ଟ୍ରେସନ ଲିଙ୍କଟି ମଧ୍ୟ ମୋ ଡେସ୍କ୍ରିପସନରେ ମୁଁ ଦେଇଦେବି, ଆପଣ ଚାହିଁଲେ ଡାଇରେକ୍ଟ ସେଠି ଯାଇକି ଭିଜିଟ୍ କରିପାରିବେ। ଭିଜିଟ୍ କରିକି ଆପଣ ନାଁ ଲେଖେଇବେ। ଏଟା 6 ମନ୍ଥର କୋର୍ସ ରହୁଛି, ବେଶୀ କୋର୍ସ ବି ନାହିଁ, ଆପଣ ବହୁତ ସହଜରେ ଇଜିଲି ଆପଣ ତାକୁ ପାସ୍ କରିପାରିବେ। ଯେହେତୁ ଏଟା ଡିଷ୍ଟାନ୍ସ ଲର୍ଣ୍ଣିଂ, ଏଥିରେ ଆସାଇନମେଣ୍ଟ ବି ଥାଏ, ପ୍ରାକ୍ଟିକାଲ ବି ଥାଏ, ଆଉ ଥିଓରି ବି ଥାଏ, ଆପଣଙ୍କୁ ସେଗୁଡ଼ିକ ବି ଦେବାକୁ ପଡ଼ିବ। ମୁଁ ଏଠି ଆଉ ଗୋଟେ ଜିନିଷ କହିବାକୁ ଚାହୁଁଛି ଯେ ଏଠି ଯୋଉ ମାନେ ଆଡମିସନ ପଇସା ଗଭର୍ଣ୍ଣମେଣ୍ଟ ଦେବ ନାହିଁ ଆପଣଙ୍କ ପାଇଁ, ଯୋଉଟାକି ଆମର 25,000 ରହୁଛି ଆଡମିସନର ପଇସା ଏଠି। ତାପରେ ବି ଆପଣଙ୍କର 5-7 ହଜାର ଖର୍ଚ୍ଚ ହେଇଯାଇପାରେ। ସେ ପ୍ରାକ୍ଟିକାଲ ଅଛି, ଆସାଇନମେଣ୍ଟ ଅଛି, ବହୁତ ଗୁଡେ ଅଛି ଏଥିରେ, ମୁଁ ଦେଖିଲିଣି। ଆପଣଙ୍କୁ ନିଜକୁ ହିଁ ନିଜେ ଦେବାକୁ ହେବ, ନିଜ ହାତରୁ ଆପଣ ଦେବେ। ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ଆପଣଙ୍କ ପାଇଁ ପଇସା ଦେବ ନାହିଁ। ଆପଣ ଗୋଟେ ଭାବିକି ଚାଲନ୍ତୁ, 30-35 ହଜାର ଭିତରେ ଆପଣଙ୍କର ଖର୍ଚ୍ଚ ହବ ଏଇ କୋର୍ସଟି ଆପଣ ଯଦି କରୁଛନ୍ତି, ବୁଝିପାରିଲେ। ଆଉ ଥରେ ମୁଁ ଏଠି କ୍ଲିୟର କରିଦଉଛି, 28/6/2018 ନୋଟିଫିକେସନରୁ 11/8/2023ର ନୋଟିଫିକେସନରେ ଯେଉଁମାନେ ସର୍ଭିସ୍ ପାଇଛନ୍ତି ସେଇମାନେ ହିଁ ଏଇ କୋର୍ସଟିରେ ଆଡମିସନ କରନ୍ତୁ। ଅଯଥାରେ ଆପଣ କରନ୍ତୁ ନାହିଁ, ଅଯଥା 30-35 ହଜାର ଟଙ୍କା ସାରନ୍ତୁ ନାହିଁ। ଆଉ ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଥାଏ, ଭିଡିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। କୋର୍ସ ବିଷୟରେ ଡିଟେଲ୍ସ ଯଦି ଜାଣିବାକୁ ଚାହୁଁଛନ୍ତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୁଁ ଗୋଟେ ନେକ୍ସଟ ଭିଡିଓ ଅପଲୋଡ କରିବି, ଆପଣଙ୍କର ଆସାଇନମେଣ୍ଟ କେତେ ରହୁଛି, ପାସ୍ ମାର୍କ କେତେ ରହୁଛି, ଡିଟେଲ୍ସରେ। ବହୁତ ବହୁତ ଧନ୍ୟବାଦ।